नमस्कार। ଆଉ ଥରେ ମୁଁ ଆପଣମାନଙ୍କୁ ଆମ ଓଡ଼ିଆ ସବଜ ସ୍କୁଲ ପାଠରେ ସ୍ୱାଗତ କରୁଅଛି। ପ୍ରିୟ ଭାଇ ଓ ଭଉଣୀମାନେ, ବନ୍ଧୁବାନ୍ଧବ, ଆଜି ସୋମବାର ଡିସେମ୍ବର 1 ତାରିଖ 2025। ଆଉ ଆଜିର ପ୍ରକାର ଏବଂ ପ୍ରତିରୂପ ପ୍ରକାର ଏବଂ ପ୍ରତିରୂପ ଚାଲନ୍ତୁ ଏହା ଅଧିକ ରୂପେ ଜାଣିବା ପୂର୍ବେ ଆମେ ନିଜକୁ ସମର୍ପଣ କରି ସେହି ସ୍ୱର୍ଗତ ପିତାଙ୍କଠାରେ ନିଜକୁ ସମର୍ପଣ କରି ତାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ସ୍ୱାଗତ ପିତା, ଧନ୍ୟବାଦ କରୁଅଛୁ ବର୍ତ୍ତମାନ ଯେଉଁ ସମୟକୁ ଦେଇଅଛ ତୁମ ସେହି ସାବସ୍କୁ ପାଠ ପଢିବା ପାଇଁ, ଯେପରିକି ଏହି ସାବସ୍କୁ ପାଠ ଆମେ ବୁଝିପାରିବୁ, ଏଥିପାଇଁ ଆମମାନଙ୍କୁ ବୁଦ୍ଧିରେ, ଶକ୍ତିରେ, ଜ୍ଞାନରେ ପରିପୂର୍ଣ୍ଣ କର। ବିଶେଷ ଭାବରେ ଏମାନଙ୍କୁ ପବିତ୍ର ଆତ୍ମା ଦ୍ୱାରା ବାପିଜିତ କର, ଯେପରିକି ତୁମ ସେହି ପବିତ୍ର ବାକ୍ୟ ଆମେ ବୁଝିପାରିବୁ। ଏହି ଛୋଟ ପ୍ରାର୍ଥନା ଯୀଶୁଙ୍କ ନାମରେ ଅତି ଶୁଣି ଗ୍ରହଣ କର, ଆମେନ୍। ପ୍ରିୟ ବନ୍ଧୁ, ଆଜି ଆମେ ଦେଖିବାକୁ ଯାଉଛୁ ପ୍ରକାର ଓ ପ୍ରତିରୂପ। ପ୍ରକାର ଏବଂ ପ୍ରତିରୂପ। କାଲି ଯେପରିକି ଏକ ପ୍ରକାର ଜିନିଷ ଦେଖିଥିଲୁ, ଆଜି ବାଇବଲ ବ୍ୟାଖ୍ୟାକାରୀ ମାନେ କିପରି ସେମାନଙ୍କ ମନ ଇଚ୍ଛା ନିଷ୍ପତ୍ତି ନେଇଥିବା ବେଳେ ନାହିଁ ଯେ ବାଇବଲର ପ୍ରକାର କ'ଣ ଗଠନ କରେ, ଆଉ ସମୟ ସେହି ନିର୍ଦ୍ଦିଷ୍ଟ ପ୍ରକାର କିପରି ପୂରଣ ହୁଏ, ସେମାନେ ଲେଖିଥିଲେ। ବାଇବଲ ନିଜେ ବାଇବଲର ପ୍ରକାର ପ୍ରୟୋଗ ବିଷୟରେ କିଛି ନିୟନ୍ତ୍ରଣ ଏବଂ ନୀତି ପ୍ରଦାନ କରେ। ଯଦି ଆମେ ଦେଖିବା, ନୂତନ ନିୟମରେ 3ଟି ବିଭିନ୍ନ ପ୍ରୟାଜରେ ଏକ ପ୍ରକାରର ପ୍ରତିରୂପ ପୂର୍ଣ୍ଣ ପ୍ରକାଶିତ କରେ। ପ୍ରଥମ ହେଉଛି ଖ୍ରୀଷ୍ଟଙ୍କ ଜୀବନର ବା ଖ୍ରୀଷ୍ଟୀୟ ସିଦ୍ଧ। ଦ୍ୱିତୀୟ, ମଣ୍ଡଳୀର ଅଭିଜ୍ଞାତରେ, ଯାହାକି ଯାଜକୀୟ ସିଦ୍ଧ। ତୃତୀୟ, ସମୟରେ ଶେଷରେ, ପରବର୍ତ୍ତୀ କାଳୀନ ଓ ପରିପୂର୍ଣ୍ଣ ହେବା। ଏହି ତିନିଟା ନିୟମ ଆମେ ଦେଖୁଛୁ, ଯାହା ଏକ ପ୍ରକାରର ପ୍ରତିରୂପ ପୂର୍ଣ୍ଣ ପ୍ରକାଶ କରେ। ବନ୍ଧୁ, ଆମେ ସମଗ୍ର ବାଇବଲରେ ଏହି ପ୍ରକାର ଏବଂ ପ୍ରତିରୂପର କୁ ପାଇଅଛୁ ଏବଂ ସେଗୁଡ଼ିକୁ ଆମେ ଏହିପରି ଦେଖୁଛୁ ବାଇବଲରେ। ଆଉ ବୁଝିବାକୁ ହେବ ଯେ ପରମେଶ୍ୱରଙ୍କ ବାକ୍ୟ ଯୀଶୁ ପରିତ୍ରାଣ ଏବଂ ଆମର ଚୂଡ଼ାନ୍ତ ଆଶା ବିଷୟରେ କେଉଁ ସତ୍ୟ ଶିକ୍ଷା ଦେଇଛନ୍ତି, ତାହା ଆମମାନଙ୍କୁ ସାହାଯ୍ୟ କରେ। ଯଦି ଆମେ ଦେଖିବା ବନ୍ଧୁ, ଏଠି ପ୍ରଥମ ଜିନିଷ ଯାହା ମାଥ୍ୟୁ 2:21 ଆମେ ପାଉଛୁ, ଏହିପରି ଖ୍ରୀଷ୍ଟପ୍ତ ପାର୍ଯ୍ୟ, ଯାହାକି ବିସି ଆମେ କହୁ। ସେଠି ଲେଖାଯାଇଛି ମାଥ୍ୟୁ 2:15, ଆଉ ହେରୋଦଙ୍କ ମରଣ ପର୍ଯ୍ୟନ୍ତ ସେଠାରେ ରହିଲେ, ଯେପରି ଭାବବାଦୀଙ୍କ ଦ୍ୱାରା ପ୍ରଭୁଙ୍କ ଭକ୍ତ ଏହି ବାକ୍ୟ ସଫଳ ହୁଏ, ମିଶ୍ରରୁ ଆମେ ଆପଣା ପୁତ୍ରଙ୍କୁ ଆହ୍ୱାନ କଲୁ। ବନ୍ଧୁ, ଏଇ ଯୋଉ ମାଥ୍ୟୁ 2:15 ପଦଟା ଆମେ ଦେଖୁଛୁ, ଯେବେ ସେହି ତିନି ପଣ୍ଡିତ ମାନେ ଆସି କହିଲେ, ସେହି ନବଜାତ ଯୀଶୁ ଉଦ୍ଧାରକର୍ତ୍ତା ତ୍ରାଣକର୍ତ୍ତା କେଉଁଠାରେ ଜନ୍ମ ଅଛି, ଆମମାନଙ୍କୁ କୁହ, ଯେପରି ଆମେ ଯାଇ ତାଙ୍କୁ ପୂଜା କରିବୁ ବୋଲି ସେମାନେ କହିଲେ। ଆଉ ସେତେବେଳେ ସେହି ହେରୋଦ ରାଜା ଏମିତି ନିର୍ଣ୍ଣୟ ନେଇଥିଲେ ଯେ ସେ କହିଲେ, ଯାଅ। ସେ ନିଜକୁ ଭାବିଲେ, ମୁଁ ତ ରାଜା, ଆଉ ମୋ ବିନା ଆଉ କେଉଁ ରାଜା ଜନ୍ମ ହୋଇଅଛି। ଏଇ ଯୋଉ ମନୋଭାବ ଦେଇ ସେଇ ଯୋଉ ପଣ୍ଡିତ ମାନଙ୍କୁ ସେ କହିଲେ କି ତୁମେ ଯାଅ, ତାକୁ ପୂଜା କର, ଆଉ ମତେ ଆସି ଫେର କୁହ। ବନ୍ଧୁ, ଯେବେ ସେମାନେ ଆସି ଫେରିଅସ୍ତେ ହେଲେ ନାହିଁ, ତା ବାଦର କଥା ଆମେ ଦେଖୁଛୁ, ଯେପରି ହେରୋଦ ଏକ ଆଦେଶ ଦେଲେ କି ଯେତେ ଛୁଆ ଶିଶୁମାନେ 1 ବର୍ଷରୁ 2 ବର୍ଷ ପର୍ଯ୍ୟନ୍ତ ଅଛନ୍ତି, ସେମାନଙ୍କୁ ସମସ୍ତଙ୍କୁ ହତ କରିବା ପାଇଁ, ମରଣ ଦେବା ପାଇଁ, ମାରିବା ପାଇଁ। ଆମେ ଦେଖୁଛୁ କିପରି ସେହି ସ୍ୱର୍ଗତ ଦୂତ ମରିୟମକୁ ଜୋସେଫକୁ କହିଲେ, ତମେ ଏଇ ଯୋଉ
ବେଥଲେହେମରୁ ମିଶ୍ର ଦେଶ ଚାଲିଯାଅ। ଆଉ ଯେତେ ପର୍ଯ୍ୟନ୍ତ ମୁଁ ଯେତେ ପର୍ଯ୍ୟନ୍ତ ତୁମମାନଙ୍କୁ କହିବି ନାହିଁ କି ତମେ ଫେରତ ହେବା ପାଇଁ ସେତେ ପର୍ଯ୍ୟନ୍ତ ତମେ ଆସ ନାହିଁ। ଆଉ ସେଇ କଥା ଆମେ ଏବେ ବର୍ତ୍ତମାନ ଯାହା ଭବିଷ୍ୟତ ଭକ୍ତେ କହିଥିଲେ ସେଇ କଥା ଆମେ ନୂତନ ନିୟମରେ ପୂର୍ଣ୍ଣ ହେବା ଦେଖୁଅଛୁ। ଆଉ ଗୋଟିଏ ଯଦି ଦେଖିବା ଗାଲାତୀୟ ତାର 6:26ରେ ଧର୍ମତ୍ବ ପର୍ଯ୍ୟାୟ ସେଠି ଆମେ ଦେଖୁଛୁ ବନ୍ଧୁ କି ଆଉ ଯେତେ ଲୋକ ଏହି ନିୟମାନୁସାରେ ଆଚରଣ କରନ୍ତି ସେମାନଙ୍କ ଉପରେ ଓ ଈଶ୍ୱରଙ୍କ ଇସ୍ରାଏଲ ଉପରେ ଶାନ୍ତି ଓ ଦୟା ଏହିପରି ଆମେ ଦେଖୁଛୁ ଯାହା ଦେଖୁଛୁ ବନ୍ଧୁ ଯେଉଁ ଧର୍ମକୁ ପରମେଶ୍ୱର ସେହି ଇସ୍ରାଏଲ ପ୍ରଜାମାନଙ୍କୁ ଦେଇଥିଲେ ସେଇ କଥା ନୂତନ ନିୟମରେ ଆମେ ପାଉଛୁ ଯେତେ ଲୋକ ତାଙ୍କ କଥା ମାନିଲେ ସେମାନେ କଣ ହେବେ ବନ୍ଧୁ ଆମେ ଦେଖୁଛୁ ସ୍ପଷ୍ଟ ଏଠି ଈଶ୍ୱରଙ୍କର ଇସ୍ରାଏଲ ଉପରେ ଶାନ୍ତି ଓ ଦୟା ବର୍ତ୍ତୁ ମାନେ ଯେଉଁ ଲୋକ ଈଶ୍ୱରଙ୍କୁ ପ୍ରେମ କଲେ କରିବେ ସେମାନଙ୍କୁ ସେମାନଙ୍କ ଦୟା ପ୍ରଭୁଙ୍କ ଦୟା ତାଙ୍କ ଉପରେ ବର୍ତ୍ତିବ। ସେହିପରି ବନ୍ଧୁ ଆମେ ଦେଖୁଛୁ ଧର୍ମତ୍ବ ପ୍ରୟାସ ଯାହା ପ୍ରକାଶିତ ପୁସ୍ତକ ତାର 7:4 ଆଉ 8:14 ପାଉଛୁ। ସେଠି କିପରି ଧର୍ମତ୍ବ ପ୍ରାୟ କରାଯାଉଛି ତାହା ହଉଛି ଇସ୍ରାଏଲ। ତାହେଲେ ଚାଲନ୍ତୁ ଦେଖିବା ଯାତ୍ରା ଖ୍ରୀଷ୍ଟତ୍ବ ପର୍ଯ୍ୟାୟ ଯାହା ମାଥ୍ୟୁ ତାର 2:19-20 ହାରଦଙ୍କ ମୃତ୍ୟୁ ତାରେ ଦେଖ ପ୍ରଭୁଙ୍କର ଜଣେ ଦୂତ ମିଶ୍ରରେ ଯୋସେଫଙ୍କ ସ୍ୱପ୍ନରେ ଦର୍ଶନ ଦେଇ କହିଲେ ଉଠ ଶିଶୁ ଓ ତାହାଙ୍କ ମାତାଙ୍କୁ ଘିନି ଇସ୍ରାଏଲ ଦେଶକୁ ଗମନ କର। ବନ୍ଧୁ ଆମେ ଦେଖୁଛୁ କିପରି ମାଥୁରେ ଲେଖା ଯାଇଥିଲା ଯେ ପଣ୍ଡିତ ମାନଙ୍କୁ କୁହାଗଲା କି ତମେ ସେହି ରାସ୍ତାରେ ଯାଅ ନାହିଁ ତମେ ଅନ୍ୟ ରାସ୍ତାରେ ଚାଲି ଯାଅ ସେ ପଣ୍ଡିତ ମାନେ ଫେରସ୍ତ ହେଲେ ନାହିଁ ଆଉ ଯୋଗୁ ହେରଦ କ୍ରୋଧିତ ହୋଇ ଏମିତି ଆଦେଶ ଦେଇଥିଲେ କି ଛୋଟ ଶିଶୁଙ୍କ ଜୀବନ ନେବା ପାଇଁ। ଆଉ ଆମେ ଦେଖୁଛୁ ଯାହାକି ମାଥ୍ୟୁ 2:19-22 ଦେଖିବା ସେଠି ଦେଖୁଛୁ ବନ୍ଧୁ ଆଉ ଥରେ ସେହି ସ୍ୱର୍ଗୀୟ ଦୂତ ଆସି ଯୋସେଫଙ୍କୁ ମିଳିବାକୁ କହନ୍ତି ଉଠ ତମେ ସେହି ଦେଶକୁ ଯାଅ ଯେଉଁ ଦେଶରୁ ତମେ ଆସିଅଛ ଯେହେତୁ ଯେଉଁ ରାଜା ଶିଶୁର ଜୀବନ ନେବା ପାଇଁ ଚାହୁଁଥିଲା ବର୍ତ୍ତମାନ ସେ ନାହିଁ। ସେଇ ଯୋଉ ଯାତ୍ରା ବିଷୟରେ ଦେଖିବା ଦ୍ୱିତୀୟ କରନ୍ତି 6:17 ଆମେ ଦେଖୁଛୁ ବନ୍ଧୁ ଏନୁ ପ୍ରଭୁ ଏହା କହନ୍ତି ତୁମେମାନେ ସେମାନଙ୍କ ମଧ୍ୟରୁ ବାହାରି ଆସ ଆଉ ପୃଥକ ହୁଅ ଆଉ ଅଶୁଚି ପଦାର୍ଥ ସ୍ପର୍ଶ କର ନାହିଁ ପୁଣି ଆମ୍ଭେ ତୁମମାନଙ୍କର ଗ୍ରହଣ କରିବା। ଏଠି ପ୍ରଭୁ ଆମମାନଙ୍କୁ କହନ୍ତି କି ଦେଖ ଏଇ ଯୋଉ ସଂସାରରେ ଯେବେ ରହୁଅଛ ସାଂସାରିକ ଜୀବନ ରହିବା ପାଇଁ ବଞ୍ଚିବା ପାଇଁ ଚେଷ୍ଟା କର ନାହିଁ ସେମାନଙ୍କୁ ତମେ ବାହାରି ଆସ ଆଉ ଯେବେ ବାହାରି ଆସିବ ତୁମମାନଙ୍କୁ ମୁଁ ସାହାଯ୍ୟ କରିବି ବୋଲି ଦେଖାଉଛୁ। ସେଇପରି ଆମେ ପ୍ରକାଶିତ 14:8 ବି ଦେଖାଉଛୁ। ତାପରେ ଆମେ ଦେଖୁଛୁ ତୃତୀୟରେ ପବିତ୍ର ସ୍ଥାନ ବନ୍ଧୁ ଖ୍ରୀଷ୍ଟତ୍ବ ଉପାୟ ଯାହାକି ବିଶି ଆମେ କହୁ ଯାହା ଜହନ 1:14 ପାଉ କି ଆଉ ସେହି ବାକ୍ୟ ଦେହବ ହେଲେ ପୁଣି ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ହୋଇ ଆମମାନଙ୍କ ମଧ୍ୟରେ ବାସ କଲେ ଆଉ ପିତାଙ୍କ ଠାରୁ ଆଗତ ଆଦୃତ ପୁତ୍ର ମହିମା ସଦୃଶ୍ୟ ଆମମାନେ ତାହାଙ୍କ ମହିମା ଦେଖିଲୁ। ବନ୍ଧୁ ପିତାଙ୍କର ମହିମା ସେତେବେଳେ ଆମେ ପବିତ୍ର ଶାସ୍ତ୍ରରେ ଦେଖୁଛୁ କିପରି ଯୀଶୁଖ୍ରୀଷ୍ଟ ପିତାଙ୍କ ମହିମା ପ୍ରେମ ଲୋକମାନଙ୍କୁ ଶିକ୍ଷା ଦେଲା ପବିତ୍ର ଶାସ୍ତ୍ର ମାନଙ୍କୁ ଶିକ୍ଷା ଦଉଛି ତାହା ଆମେ ପାଉଅଛେ ବନ୍ଧୁ। ଆଉ ଯୀଶୁଖ୍ରୀଷ୍ଟ କିପରି ତାଙ୍କ ପିତାଙ୍କୁ ପ୍ରକାଶିତ କଲେ ଆଉ ଏହା ପୂର୍ବରେ ଆମେ ଦେଖୁଛୁ କି ଯେଉଁ ବାକ୍ୟ ସେହି ଇସ୍ରାଏଲ ପ୍ରଜା ମାନଙ୍କୁ ପ୍ରାନ୍ତରରେ ସାହାଯ୍ୟ କରି କହିଥିଲା ସେଇ ବାକ୍ୟ ବର୍ତ୍ତମାନ ଦେହ ହେଲା ଯାହା ଆମେ କହୁଛୁ କି ଟାଇପ ଏଣ୍ଟି ଟାଇପ ପ୍ରକାର ଆଉ ପ୍ରତିରୂପ ଯୋଉ ପ୍ରକାର ଥିଲା ତାହା ହଉଛି ବର୍ତ୍ତମାନ ଦେଖୁଛୁ ଯୋଉ ବାକ୍ୟ ଥିଲା ସେ ସମୟରେ ଇସ୍ରାଏଲ ପ୍ରଜା ମାନଙ୍କୁ 40 ବର୍ଷ କଥା ଅନୁସାରେ ମୋଶାଙ୍କ ଦ୍ଵାରା କହିଥିଲେ ଆଉ ଯାହା କହିଥିଲେ ସେଟା ଏକ ପ୍ରକାର ଥିଲା ଆଉ ବର୍ତ୍ତମାନ ତାର ପ୍ରତିରୂପ ପାଉଛୁ ତାହା ଯୀଶୁଖ୍ରୀଷ୍ଟ ରୂପେ ଆମେ ଦେଖୁଅଛୁ। ଆଉ ଯୀଶୁଖ୍ରୀଷ୍ଟ କଣ କଲେ
ସେ ଏମିତି କାମ କଲେ ଯାହା ପ୍ରତ୍ୟେକଙ୍କୁ ଆଶା, ପ୍ରେମ, ଦୟା ଦେଖାଇଲେ। ଆଉ ତାହାଙ୍କ ଦ୍ୱାରା ଆମେ ପରମେଶ୍ୱରଙ୍କର ମହିମା ଦେଖୁଛୁ। ଆମେ ତ ପରମେଶ୍ୱରକୁ ଦେଖିନ। ଆଉ ସେ ସମୟରେ ଯୀଶୁ ଖ୍ରୀଷ୍ଟଙ୍କୁ ସେମାନେ ଦେଖୁଥିଲେ। ଆଉ ଯୀଶୁ ଖ୍ରୀଷ୍ଟଙ୍କୁ କେମିତି ଦେଖୁଥିଲେ? ଯାହା ଯୀଶୁ ଖ୍ରୀଷ୍ଟ ସେମାନଙ୍କୁ କହୁଥିଲେ, କଥା କରୁଥିଲେ, ଯତ୍ନ ନେଉଥିଲେ, ତାହାଙ୍କ କଥାବାର୍ତ୍ତା ତାଙ୍କ ଯତ୍ନ ଦ୍ୱାରା ପରମେଶ୍ୱରଙ୍କୁ ଦେଖିଲା ପରି ଲାଗୁଥିଲା। ଯେହେତୁ ପରମେଶ୍ୱର ବି କହନ୍ତି, ବାଇବଲ କହିକି ପରମେଶ୍ୱର ହଉଛନ୍ତି ପ୍ରେମ। ଆଉ ଯୀଶୁ ଖ୍ରୀଷ୍ଟ ସମସ୍ତଙ୍କୁ ପ୍ରେମ କରୁଥିଲେ। ଏହା ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆମେ ଦେଖିଲୁ ପରମେଶ୍ୱରଙ୍କ ପ୍ରେମ। ସେହିପରି ଜହନ 2:21 ଦେଖୁଛୁ ବୋଲି, କିନ୍ତୁ ସେ ଆପଣା ଶରୀର ମନ୍ଦିର ସମ୍ବନ୍ଧରେ କହୁଥିଲେ। ବନ୍ଧୁ, ମନ୍ଦିର ଆମ ଶରୀର। ତାପରେ ମାଥ୍ୟୁ 26:21-61 ଦେଖୁଛୁ, ଏହି ଲୋକଟା କହିଥିଲା, ମୁଁ ଈଶ୍ୱରଙ୍କ ମନ୍ଦିରକୁ ଭାଙ୍ଗି ତାହା 3 ଦିନ ମଧ୍ୟରେ ତୋଳିଦେବି। ମାନେ ସେ ଯୀଶୁଖ୍ରୀଷ୍ଟଙ୍କ ବିଷୟ ନିଜେ ବିଷୟରେ କହିଲେ କି ସେହି ଶରୀର ଯିଏକି ତମେ ଭାଙ୍ଗିଦେବ ବା ମୃତ୍ୟୁବର ଦେବ, ମୁଁ 3 ଦିନ ପରେ ଉଠିବି। କାହା ବିଷୟରେ କହୁଥିଲେ ବନ୍ଧୁ? ସେ ପୁନରୁତ୍ଥାନ ବିଷୟରେ କହୁଥିଲେ କି ମୁଁ ମୃତ୍ୟୁ ହେବି, 3 ଦିନ ପରେ ମୁଁ ଯିଏ ଉଠିବି, ଯେହେତୁ ମୁଁ ସେହି ଖ୍ରୀଷ୍ଟ ଦେଖି ଏହି ପୃଥିବୀକୁ ସୃଷ୍ଟି କରିଅଛି। ଜନାଙ୍କ କାହାଣୀ ମଧ୍ୟ ସେଠି ଦର୍ଶାଇଲେ କି ଜନା ଯେପରିକି 3 ଦିନ ସେଇ ମାଛ ଗର୍ଭରେ ବା ପେଟରେ ଥିଲେ, ଆଉ 3 ଦିନ ପରେ ସେ ବାନ୍ତି କଲା ପରେ ସେଇ ସ୍ୱରକୁ ଯାଇ ପ୍ରଚାର କଲେ। ସେହିପରି ପରମେଶ୍ୱରଙ୍କ ପୁତ୍ର ବି ମାଠି ପେଟରେ ରହିବ, ତାପରେ 3 ଦିନ ପରେ ସେ ପୂରିତ ହେବ। ତାହା ହିଁ କହିଅଛି। ଆମେ ଏହି ପ୍ରକାର ଦେଖୁଅଛୁ। ଆଉ ଆମେ ବି ଦେଖୁଛୁ କି ତାର ପ୍ରତିରୂପ ବି ଆମେ ଦେଖୁଅଛୁ। ବନ୍ଧୁ, ବନ୍ଧୁ, ଯେହେତୁ ଶାସ୍ତ୍ରର ଜଣେ ଏକମାତ୍ର ଦିବ୍ୟ ଲେଖକ ଅଛନ୍ତି, ଶାସ୍ତ୍ରର ବିଭିନ୍ନ ଅଂଶ ପରସ୍ପର ସହିତ ସୁସଙ୍ଗତ, ବାଇବଲର ସମସ୍ତ ସିଦ୍ଧାନ୍ତ ସ୍ୱରୂପ ସହିତ ସମ୍ମାନିତ ହେବ। ବ୍ୟକ୍ତିଗତ ଅଂଶ ଗୁଡ଼ିକର ବ୍ୟାଖ୍ୟା ଏବଂ ନିର୍ଦ୍ଦିଷ୍ଟ ବିଷୟରେ ଶାସ୍ତ୍ର ଯାହା ଶିକ୍ଷା ଦିଏ, ତାହାର ସମଶିଷ୍ଟ ସହିତ ସମ୍ମାନିତ ହେବ। ବନ୍ଧୁ, ଯାହା ଆମେ ଏହି ସପ୍ତାହରେ ଦେଖୁଛୁ, ଯାହା ଶାସ୍ତ୍ର କହିଥିଲା, ତାହା ଯାହା ପୁରାତନ ନିୟମରେ କହିଥିଲି, ତାହା ନୂତନ ନିୟମରେ ପୂରଣ ହେବା ଦେଖୁଅଛୁ। ବନ୍ଧୁ, ତାହେଲେ ଚାଲନ୍ତୁ, ଯାହା ପରମେଶ୍ୱର କହିଛନ୍ତି କି ସେହି ପୁରାତନ ନିୟମରେ ଯେଉଁ ଖ୍ରୀଷ୍ଟ ମାନଙ୍କ ପାଇଁ ଦେହ ହୋଇ ଜନ୍ମ ହେଲେ, ସେ ଆମମାନଙ୍କୁ ପରିତ୍ରାଣ ଦେବା ପାଇଁ ସେ କହିଲେ। ଆଉ ଯେ କେହି ତାଙ୍କଠାରେ ବିଶ୍ୱାସ କରିବ, ନିଶ୍ଚିତ ରୂପେ ଏଇ ଯୋଉ ପ୍ରତିରୂପ ରୂପେ ଆମେ ସ୍ୱର୍ଗରେ ଯେ ଯୀଶୁଖ୍ରୀଷ୍ଟ ବର୍ତ୍ତମାନ ପିତାଙ୍କ ସମ୍ମୁଖରେ ଅଛନ୍ତି, ଆମ ମହାଯାଜକ ରୂପେ, ଯେପରିକି ସେହି ମହାଯାଜକ ରୂପେ ଆମେ ପୁରାତନ ନିୟମରେ ଦେଖୁଥିଲୁ, ଯିଏକି ଲୋକଙ୍କ ମାନଙ୍କ ସମସ୍ତ କଥାବାର୍ତ୍ତା ପରମେଶ୍ୱରକୁ ଜଣାଉଥିଲେ, ମଧ୍ୟସ୍ଥ କରୁଥିଲେ। ଆଉ ଆମର ପ୍ରଭୁ ଯୀଶୁ ବର୍ତ୍ତମାନ ପିତାଙ୍କ ସମ୍ମୁଖରେ ଆମର ତମର ମଧ୍ୟସ୍ଥ କରୁଛନ୍ତି, ଯେପରିକି ଆମେ ସ୍ୱର୍ଗରେ ଉଦ୍ଧାର ପାଇପାରିବା, ସେହି ସ୍ୱର୍ଗୀୟ କେନ୍ଦ୍ରକୁ ପହଞ୍ଚି ପାରିବା। ତାହେଲେ ଚାଲନ୍ତୁ, ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା କରିବା। ସ୍ୱର୍ଗତ ପିତା, ଧନ୍ୟବାଦ କରୁଅଛୁ ବର୍ତ୍ତମାନ ଯେଉଁ ସବୁ ପାଠ ଆମେ ପଢିଲୁ, ଶୁଣିଲୁ, ବୁଝିଲୁ, ଆଉ ଅଧିକ ରୂପେ ବୁଝିବା ପାଇଁ ଏମାନଙ୍କୁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ସେହି ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର, ଯେପରିକି ତୁମ ବାକ୍ୟ ଆମେ ବୁଝିପାରି ସେହି ବାକ୍ୟ ଅନୁସାରେ ଆମେ ଚାଲିପାରିବୁ। ଶତ୍ରୁ ଶୟତାନ ହାତରୁ ଦୂରେଇ ରଖ। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇ ଦିଅ। ଆଉ ପରିଶେଷ ଯେବେ ତୁମ ସହସ୍ର ଦୂତଙ୍କ ସହ ସେହି ସାଧୁମାନଙ୍କୁ ସଂଗ୍ରହ କରିବା ପାଇଁ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ନାମରେ ଏହି ଛୋଟ ବିକ୍ଷମ ଅଛି, ତୁମେ ଗ୍ରହଣ କର। ଆମେନ୍।